প্রিয় দর্শক নমস্কার, মু ডক্টর ভবতোষ মণ্ডল। আজি এক্সিমা বা এটোপিক ডর্মাটাইটিস সম্বন্ধে আমি আলোচনা করিবা। এক্সিমা এক প্রকার চর্ম রোগ। ଏହି ରୋଗର ପ୍ରକୃତ କାରଣ ଜଣା ନାହିଁ। କୁହାଯାଉଛି ଯେ ଶରୀର ଭିତରେ ରହିଥିବା କିଛି ଦୋଷ ବା କାରଣର ପରିଣାମ ହେଉଛି ଏକ୍ଜିମା, ଯେପରି ଏଲର୍ଜି। ଅର୍ଥାତ୍ ଶରୀର ଭିତରେ ଏପରି କିଛି ସମସ୍ୟା ରହୁଛି ଯାହା ଶରୀର ବାହାରେ ଅର୍ଥାତ୍ ଚର୍ମରେ ଏକ୍ଜିମା ରୂପରେ ପ୍ରକାଶ ପାଉଛି। ଏହା ବଂଶଗତ ହେବାର ମଧ୍ୟ ଦେଖାଯାଏ। ଏକ୍ଜିମା ସଂକ୍ରାମକ ରୋଗ ନୁହେଁ। ଏହି ରୋଗର ସଠିକ ଚିକିତ୍ସା ନହେଲେ ଅର୍ଥାତ୍ ରୋଗଟିକୁ ଶରୀର ଭିତରେ ଥିବା କଳୁଷକୁ ଦୂର ନ କରି କେବଳ ଶରୀର ବାହାରୁ ମଲମ ଆଦି ପ୍ରୟୋଗ କରି ଭଲ କରିବାକୁ ପ୍ରୟାସ କଲେ ରୋଗଟି ଭଲ ହେବ ନାହିଁ, ବରଂ ରୋଗଟି ଦବିଯାଇ ଶରୀର ଭିତରେ ଅନ୍ୟ କିଛି ଜଟିଳ ରୋଗର ସୃଷ୍ଟି କରିବ, ଯେପରି ଏଜ୍ମା। ଏଠାରେ ଦେଖାଯାଉଛି ଏକ୍ଜିମା ଏଲର୍ଜି ଯୋଗୁଁ ହେଉଥିବା ବେଳେ ତାର କୁଚିକିତ୍ସା ହେତୁ ପୁଣି ଏକ ଏଲର୍ଜି ଜନିତ ରୋଗ ଏସ୍ମା ପରି ସମସ୍ୟା ସୃଷ୍ଟି ହେଉଛି। ଅର୍ଥାତ୍ ରୋଗୀ ଶରୀରର ବାହାରେ ଅର୍ଥାତ୍ ଚର୍ମରେ ଉନ୍ନତି ଦେଖାଗଲେ ମଧ୍ୟ ଶରୀର ଭିତରେ ଉନ୍ନତି ହେବା ବଦଳରେ ଅବନତି ହେଉଛି। ତେଣୁ ଏହି ଏକ୍ଜିମା ପରି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବାକୁ ହେଲେ ଶରୀର ଭିତରେ ଥିବା ସମସ୍ୟାକୁ ବୁଝିବାକୁ ହେବ। କେଉଁ କାରଣ ଯୋଗୁଁ ଏପରି ଏଲର୍ଜି ସୃଷ୍ଟି ହେଉଛି ଏବଂ ଲକ୍ଷଣ ଅନୁସାରେ ଔଷଧ ସେବନ କରିବାକୁ ହେବ। କେବଳ ମଲମ ବା କେମିକାଲ ଯୁକ୍ତ ଔଷଧ ପ୍ରୟୋଗ କରି ଚର୍ମ ରୋଗଟିକୁ ଦବେଇବାକୁ ପ୍ରୟାସ କଲେ ପରିଣାମ ଖରାପ ହେବ, ସେଥିରେ ସନ୍ଦେହ ନାହିଁ। ତେଣୁ ପ୍ରିୟ ଦର୍ଶକ, ଏକ୍ଜିମା ହେଉ ବା ଅନ୍ୟ ଯେକୌଣସି ଚର୍ମ ରୋଗ ହେଉ, ସେଥିରେ କେମିକାଲ ଯୁକ୍ତ ମଲମ ଲଗାଇ ରୋଗଟିକୁ ଦବେଇବାର ପ୍ରୟାସ କରନ୍ତୁ ନାହିଁ। ହୁଏତ ମଲମ ପ୍ରୟୋଗ ଦ୍ୱାରା ଆପଣଙ୍କୁ ସଙ୍ଗେ ସଙ୍ଗେ ଆରାମ ମିଳିପାରେ, ମାତ୍ର ସେହି ରୋଗର କାରଣ ଶରୀର ଭିତରେ ରହିଯାଉଛି, ଯାହାକି ଭବିଷ୍ୟତରେ ଆପଣଙ୍କ ଶରୀରରେ ଜଟିଳ ସମସ୍ୟା ସୃଷ୍ଟି କରିପାରେ। ପ୍ରିୟ ଦର୍ଶକ, ହୋମିଓପାଥିକ ଚିକିତ୍ସା ଶାସ୍ତ୍ରରେ ଅନେକ ଔଷଧ ରହିଛି ଯାହା ସମଲକ୍ଷଣ ମତେ ସେବନ କଲେ ରୋଗୀର ଅନ୍ତର୍ନିହିତ କଳୁଷ ବା ଦୋଷ ଠିକ୍ ହେବା ସହିତ ଚର୍ମ ରୋଗ ଚିରଦିନ ପାଇଁ ଭଲ ହୋଇଯିବ, ଯାହାଦ୍ୱାରା ରୋଗୀର ଭବିଷ୍ୟତ ଜୀବନ ସୁଖମୟ ହେବ। ଏବେ ଆପଣମାନଙ୍କ ଉଦ୍ଦେଶ୍ୟରେ କିଛି ଔଷଧର ଲକ୍ଷଣ ଆଲୋଚନା କରିବେ। ସମଲକ୍ଷଣ ମତେ ଔଷଧ ସେବନ କଲେ ନିଶ୍ଚିତ ସୁଫଳ ମିଳିବ। ପ୍ରଥମ ଔଷଧ ଗ୍ରାଫାଇଟିସ୍। ପ୍ରିୟ ଦର୍ଶକ, ମନେ ରଖନ୍ତୁ, ଆମେ ରୋଗର ଚିକିତ୍ସା ନ କରି ରୋଗୀର ଚିକିତ୍ସା କରିବା। ଏଣୁ କେବଳ ଚର୍ମ ରୋଗର ଲକ୍ଷଣ ଭିତରେ ସୀମିତ ନ ରହି ରୋଗୀ ଶରୀରରେ କି କି ସମସ୍ୟା ବା ଲକ୍ଷଣ ଅଛି ତାହା ବୁଝିବାକୁ ଚେଷ୍ଟା କରିବା। ତେବେ ଆସନ୍ତୁ ଗ୍ରାଫାଇଟିସ୍ ରୋଗୀର ଲକ୍ଷଣ କିପରି ହେବ ତାହା ଜାଣିବା। ଗ୍ରାଫାଇଟିସ୍ ଔଷଧର ସବୁଠାରୁ ବଡ଼ ଲକ୍ଷଣ ହେଉଛି ସ୍ଥୂଳତା। ରୋଗୀର ସବୁକିଛିରେ ସ୍ଥୂଳତାର ପ୍ରମାଣ ମିଳେ, ଯେପରି ତାଙ୍କ ଶରୀର ସ୍ଥୂଳ ମାତ୍ର ଶିଥିଳ ନୁହେଁ। ଚର୍ମ ସ୍ଥୂଳ ବା ମୋଟା ଚମଡ଼ା, ନଖ ସ୍ଥୂଳ, ଶକ୍ତ ଓ ବଙ୍କା। ଏକ୍ଜିମା ବା ଚର୍ମ ରୋଗରୁ ବାହାରୁଥିବା ରସାୟନ ପତଳା ନ ହୋଇ ବହଳିଆ ବା ସ୍ଥୂଳ ଅଠା ପରି। ତାଙ୍କ ମଳ ସ୍ଥୂଳ ଅର୍ଥାତ୍ ବଡ଼ ଓ ତାହା ନାଳ ଦ୍ୱାରା ଆବୃତ। ତାଙ୍କ ଶରୀରରେ ଝାଳ ବିଶେଷ ହୁଏ ନାହିଁ, ତେଣୁ ଚମଡ଼ା ଶୁଷ୍କ ଓ ଫଟା ଫଟା, ଚର୍ମ କୋମଳ ନୁହେଁ। ଇତ୍ୟାଦି ଲକ୍ଷଣ କୌଣସି ରୋଗୀଠାରେ ଦେଖିବାକୁ ପାଇଲେ ଗ୍ରାଫାଇଟିସ୍ 200 2 ଠୋପା ଲେଖାଏଁ ଔଷଧ ଦିନକୁ 2 ଥର ଖୋଲା ପେଟରେ ସେବନ କରିବାକୁ ଦିଅନ୍ତୁ, ନିଶ୍ଚିତ ଭାବରେ ସୁଫଳ ମିଳିବ। ଦ୍ୱିତୀୟ ଔଷଧ ସଲଫର। ପ୍ରିୟ ଦର୍ଶକ, ଚର୍ମ ରୋଗ ଚିକିତ୍ସାରେ ସଲଫରର ସମତୁଲ ଔଷଧ ଆଉ କିଛି ନାହିଁ।
ସଲଫର ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ ଯେପରି ଏକ୍ଜିମା, କାଛୁ, କୁଣ୍ଡିଆ, ବଥ ଆଦି ବିଭିନ୍ନ ପ୍ରକାର ରୋଗ ଭଲ କରିବାକୁ ସକ୍ଷମ। ସଲଫରର କାର୍ଯ୍ୟ ବହୁତ ଗଭୀର, ଅର୍ଥାତ୍ ରୋଗ ଯେତେ ପୁରୁଣା ଯେତେ ଜଟିଳ ହେଉନା କାହିଁକି ତାହା ଶରୀର ଭିତରେ ଥିବା କଳୁଷକୁ ବାହାର କରି ଶରୀରକୁ ନିର୍ମଳ କରେ। ଶରୀରରେ ଥିବା ଆଲର୍ଜିକ୍ ଅବସ୍ଥାକୁ ଦୂର କରି ରକ୍ତକୁ ଶୁଦ୍ଧ କରେ। ସଲଫର ରୋଗୀ ଦେଖିବାକୁ ଅପରିଷ୍କାର ଓ କଦାକାର। ତାର ଶରୀରରେ ଏବଂ ପୋଷାକରେ ମଇଳା ରହିଥିବା ଦେଖାଯାଏ। ଠିକ୍ ଭାବରେ ସେ ସ୍ନାନ ମଧ୍ୟ କରେ ନାହିଁ। ତାଙ୍କ ମନ ମଧ୍ୟ ଅପରିଚ୍ଛନ୍ନ। ଛୋଟ ଛୋଟ ପିଲାମାନେ ନାକରୁ ବାହାରୁଥିବା ସର୍ଦ୍ଦି ଚାଟୁଥିବାର ଦେଖାଯାଏ। ବଡ଼ ବଡ଼ ଲୋକ ଶରୀରର ବିଭିନ୍ନ ସ୍ଥାନରୁ ମଇଳା ହାତରେ ଆଣି ଶୁଙ୍ଘୁଥିବାର ବା ପାଟିକୁ ଦେଉଥିବାର ଦେଖାଯାଏ। ସଲଫର ରୋଗୀର ଚର୍ମ ରୋଗରେ ଭୀଷଣ କୁଣ୍ଡେଇ ହୁଏ। ତାହା ରାତିରେ, ବିଛଣା ଗରମରେ, ଗାଧୋଇଲେ ଏବଂ ଏମିତି ଗରମରେ ମଧ୍ୟ କୁଣ୍ଡିଆ ଅଧିକ ହୁଏ। ଥରେ କୁଣ୍ଡିଆ ଆରମ୍ଭ କଲେ କୁଣ୍ଡେଇବା ବଢ଼ିଯାଏ। ଯେତେ କୁଣ୍ଡେଇ ହୁଏ ସେତେ ମହାସୁଖ ଅନୁଭବ ହୁଏ, ମାତ୍ର ପରେ ଭୀଷଣ ଜଳାପୋଡ଼ା ହୁଏ। ସଲଫରର ସମସ୍ତ ପ୍ରକାର ସ୍ରାବ, କ୍ଷତ ବା ଘା ସୃଷ୍ଟି କରେ ଓ ଦୁର୍ଗନ୍ଧଯୁକ୍ତ। ଅମ୍ଳଗନ୍ଧ ସଲଫରର ବିଶିଷ୍ଟ ପରିଚୟ। ପ୍ରିୟ ଦର୍ଶକ, ଉପରୋକ୍ତ ଲକ୍ଷଣ କୌଣସି ରୋଗୀଠାରେ ଦେଖିବାକୁ ପାଇଲେ ସଲଫର 200 2 ଠୋପା ଲେଖାଏଁ ଔଷଧ ଦିନକୁ 2 ଥର ଖୋଲା ପେଟରେ ସେବନ କରିବାକୁ ଦିଅନ୍ତୁ। ନିଶ୍ଚିତ ଭାବରେ ସଫଳ ମିଳିବ। ପ୍ରିୟ ଦର୍ଶକ, ତୃତୀୟ ଔଷଧ ହେଉଛି ପେଟ୍ରୋଲିୟମ। ପେଟ୍ରୋଲିୟମର ଏକ୍ଜିମା ହେଉ ବା ଅନ୍ୟ ଚର୍ମ ରୋଗ ହେଉ ତାହା ପ୍ରତ୍ୟେକ ଶୀତ ଋତୁରେ ବଢ଼େ ଓ ଗରମ ଋତୁରେ କମିଯାଏ। ତାଙ୍କ ଚର୍ମ ଶୁଷ୍କ, ଫଟା ଫଟା, ଅତି ଅଳ୍ପରେ ପାଚିଯାଏ। ସେଥିରେ ମୋଟା ଓ ସବୁଜ ରଙ୍ଗର ବକଳା ସୃଷ୍ଟି ହୁଏ। ଫାଟିଥିବା ସ୍ଥାନରୁ ରକ୍ତପାତ ମଧ୍ୟ ହେବାର ଦେଖାଯାଏ। ପେଟ୍ରୋଲିୟମ ରୋଗୀର ପାଦ ଝାଳ ଭୀଷଣ ଦୁର୍ଗନ୍ଧଯୁକ୍ତ। ରାତିରେ ଅଧିକ କୁଣ୍ଡେଇ ହୁଏ ଇତ୍ୟାଦି ଲକ୍ଷଣ ଥିଲେ ପେଟ୍ରୋଲିୟମ 200 2 ଠୋପା ଔଷଧ ଦିନକୁ 2 ଥର ଖୋଲା ପେଟରେ ସେବନ କରିବାକୁ ଦିଅନ୍ତୁ। ନିଶ୍ଚୟ ସୁଫଳ ମିଳିବ। ପ୍ରିୟ ଦର୍ଶକ, ଆମର ଭିଡ଼ିଓ କିପରି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ସେୟାର କରି ଅନ୍ୟମାନଙ୍କୁ ଜାଣିବାର ଏବଂ ସୁସ୍ଥ ହେବାର ସୁଯୋଗ କରିଦିଅନ୍ତୁ। ଆଉ ଆପଣ ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥିଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।